କରନ୍ତୁ ଗଣ୍ଡଗୋଳ ଗୁଣ୍ଡାଗିରିରେ କଣ ସଂଗଠନ ହୁଏ ଗୁଣ୍ଡାଗିରିରେ ହୁଏ ଗଞ୍ଜାମର ଅବସ୍ଥା ସଂଗଠନର କଣ କହୁଛନ୍ତି ଆପଣ ମାନେ ଆପଣ ଦେଖନ୍ତୁ ଆମର କେତେ ଜିଲ୍ଲା ପରିଷଦ ସଭ୍ୟ ଅଛନ୍ତି କି ଆମର ଏମଏଲଏ ମାନେ କେତେ ଭୋଟ ପାଇଛନ୍ତି ଦେଖନ୍ତୁ ଗଞ୍ଜାମରେ ଆମର କିଛି ସଂଗଠନ ଅଛି ସେଠି ୱାନ୍ ମ୍ୟାନ୍ ଅର୍ଗାନାଇଜେସନ ଦଳ ରହେନି ତେଣୁ ସେ ୱାନ୍ ମ୍ୟାନ୍ ଅର୍ଗାନାଇଜେସନ ବୋଲି ସେ ଆଜି ନିଷ୍ପତ୍ତି ନେଲେ ଦଳ ଯଦି ଥାନ୍ତା ଦଳକୁ ଭୟ ଥାନ୍ତା ଆରେ ମୋ ପରେ ଅନେକ ଲୋକ ଅଛନ୍ତି ଶୂନ୍ୟ ସ୍ଥାନ ପୂରଣ ହେଇଯିବ ଦଳକୁ ଏଥିପାଇଁ ଭୟ ନାହିଁ ଯେହେତୁ ଦଳ ତାଙ୍କର ଉପରେ ହିଁ ସବୁ କିଛି ଜିନିଷ ବ୍ୟାଙ୍କିଂ କରୁଥିଲୁ ଆମେ ତାଙ୍କର ଉପରେ ହିଁ ଭରସା କରିଥିଲୁ ବିନା ଭକ୍ତ ଦାସରେ ବି କଂଗ୍ରେସ ହେଇପାରିବ ବିନା ଭକ୍ତ ଦାସରେ ବି କଂଗ୍ରେସ ହେଇପାରିବ ଅତୀତରେ ହେଇଛି ଆଉ ଭବିଷ୍ୟତରେ ହେବ ତେଣୁ ବ୍ୟକ୍ତି ନିମିତ୍ତ ମାତ୍ର ଭାରତୀୟ ଜାତୀୟ କଂଗ୍ରେସ ବିଜେପି କହିଲା ମୋଦି କହିଲେ କଂଗ୍ରେସ ମୁକ୍ତ ଭାରତ ବସ୍ତ ହେଲା ଯେମିତି କହିଲେ 44ରୁ 100 ହେଇଗଲା